गुरु ब्रह्मा गुरु विष्णु है गुरु देव शंकर मंत्र क्रिया ही न भक्ति हृदय नाही मोहरा मंत्र क्रिया ही न भक्ति हृदय नाही मोहरा मंत्र क्रिया ही न भक्ति हृदय नाही मोहरा धन्य तो शिवी ठाकुरे तुम्हें कमला बरा कि मंत्र गायन पूजिबी आहे हृदय स्वरा मंत्र गायन तो शिवी आहे हृदय स्वरा कि मंत्र गायन तो शिवी आहे हृदय स्वरा आसने देवी ठाकुरे खगपति आसन देव ऋषि सदा करती तुम पୟରେ ध्यान पୟରେ ଧ୍ୟାନରେ ମାନସ ତପ ପୟରେ ଧ୍ୟାନ ଦେବ ଋଷି ସଦା କରନ୍ତି ତୁମ ପୟରେ ଧ୍ୟାନ ଯାହାର ମଳେ ଲାଗନ୍ତେ କାଟ ହୁଏ ଚନ୍ଦନ କେଉଁ ଚନ୍ଦନ ମୁଁ ଲଗାଇ ଦେବି ବଂଶୀ ବଦନ କେଉଁ ଚନ୍ଦନ ମୁଁ ଲଗାଇ ଦେବି ବଂଶୀ ବଦନ କେଉଁ ଚନ୍ଦନ ମୁଁ ଲଗାଇ ଦେବି ବଂଶୀ ବଦନ ଗନ୍ଧ ପୁଷ୍ପ ମାଲକୀ ହେବ କୌସ୍ତୁଭ ଶୋଭନ ବଳମାଳି ବର ହୃଦବି ହାରି ମନ ମୋହନ ମନ ମୋହନ ହେ ମୋହନ ଆହେ ମନ ମୋହନ ମନ ମୋହନ ହେ ମୋହନ ଆହେ ମନ ମୋହନ ସେବାକାରୀ ମୁଁ ହୋଇବି ଲକ୍ଷ୍ମୀ ଯାର ସେବିକା ଧନ ମନ ପ୍ରାଣ ଅପିଛି ମନେ ନ ରଖ ଦକା କଦକା ହେ ମାନସ ମତେ ନରକ ଦକା ନରକ ଦକା ହେ ମାନସ ମତେ ନରକ ଦକା କୃପା ସିନ୍ଧୁ ବୋଲି ଜାଣିଛି ମାଗିବି କାହିଁ ପାଇ ସିନ୍ଧୁ ଜଳ ଖର କରିଛି ତୃଷା ମେଣ୍ଟିବା ପାଇଁ ସିନ୍ଧୁ ଜଳେ ଘର କରିଛି ତୃଷା ମେଣ୍ଟିବା ପାଇଁ ସିନ୍ଧୁ ଜଳେ ଘର କରିଛି ତୃଷା ମେଣ୍ଟିବା ପାଇଁ ଆଜି ପ୍ରଭୁ ରାମଚନ୍ଦ୍ର ଗୁରୁଦେବ ବଶିଷ୍ଠଙ୍କର ଅର୍ଚ୍ଚନା ଟିକେ କରିସାରିଲେ ତାପରେ କଣ କହୁଛନ୍ତି ତାପରେ କଣ କଲି ଗୁରୁଦେବ ବଶିଷ୍ଠ କହୁଛନ୍ତି ପୁତ୍ର ରାମଚନ୍ଦ୍ର କେତେ କାର୍ଯ୍ୟରେ ମତେ ଡାକିଛ ଡାକିବାର ଅଭିପ୍ରାୟ କଣ ଆଚ୍ଛା ହଁ ହଁ ଏଠି ଗୁରୁଦେବ ବଶିଷ୍ଠ କାତର କଣ୍ଠରେ କହୁଛନ୍ତି କହିଲେ ହେ ଗୁରୁଦେବ ମୁଁ ପିତୃ ସତ୍ୟ ପାଳନ କରି 14 ବର୍ଷ ବନବାସ କଲି ମୋ ଭାତୃ ଲକ୍ଷ୍ମଣ ପ୍ରାଣପ୍ରିୟା ସୀତାଙ୍କୁ ସଙ୍ଗତରେ ଧରି ପଞ୍ଚବଟୀ ବନରେ ଯାଇ ରହିଲି ଏହି ଷୋଳତାର ସୁଯୋଗ ନେଇ ସୁବର୍ଣ୍ଣମୟ ଲଙ୍କା କଟକର ରାଜ ରାବଣ ମୋ ପ୍ରାଣପ୍ରିୟା ସୀତାଙ୍କୁ ଚୋରି କରି ନେଇଗଲା ମୋ ପ୍ରାଣପ୍ରିୟା ସୀତାଙ୍କୁ ଉଦ୍ଧାର ପାଇଁ ମୁଁ ସମୁଦ୍ର ସେତୁ ବନ୍ଧ ତିଆରି କଲି ଲଙ୍କା କଟକକୁ ଯାଇ ରାବଣ ଇନ୍ଦ୍ରଜିତ କୁମ୍ଭକର୍ଣ୍ଣ ଭଳି ଅସୁରକୁ ବଦ୍ଧ କରି ଏ ପୃଥିବୀର ଭାରକୁ ସୁବାସ କଲି ମୋ କୀର୍ତ୍ତି ଯାଇ ଚନ୍ଦ୍ରମାରେ ପ୍ରକାଶ ପାଇଲା କିନ୍ତୁ ଏ ବଂଶର ନାମ ରଘୁବଂଶ ଲୋପନ ପାଇ ରାମବଂଶ ହେବ ନାହିଁ କାହିଁକି ଏଠି ଗୁରୁଦେବ ବଶିଷ୍ଠ କହୁଛନ୍ତି ପୁତ୍ର ରାମଚନ୍ଦ୍ର ତୁମେ ଯାହା କରିଛ ନିଜର ସ୍ୱାର୍ଥ ପାଇଁ ଏବଂ ସୀତାଙ୍କ ପାଇଁ କିନ୍ତୁ ଏହି ପବିତ୍ର ସୂର୍ଯ୍ୟବଂଶରେ ଜଣେ ରାଜାଟିଏ ଥିଲେ ଯାହାଙ୍କର ନାମ ରଘୁ ଥିଲା ତାଙ୍କର କୀର୍ତ୍ତି କିପରି ଥିଲା ତୁମେ ଜାଣିଛ ଜାଣିନା ନା ତାଙ୍କର ନିଜର ସତ୍ୟତା ପାଇଁ 360 ରାଣୀ ରାଜ ସିଂହାସନ ରାଜପଦ ସମସ୍ତ ଦାନ କରିଥିଲେ ଗୟା ବ୍ରାହ୍ମଣକୁ କଣ କହୁଛନ୍ତି କହିଲେ 360 ରାଣୀ ରଘୁ ରାଜାଙ୍କର ରଘୁ ରାଜାଙ୍କର 360 ରାଣୀ ରଘୁ ରାଜାଙ୍କର ରଘୁ ରାଜାଙ୍କର ଆହା ଅକାତରେ ଦାନ ଦେଲେ ଅକାତରେ ଦାନ ଦେଲେ ଗୟା ଦିଜ ବର ଗୟା ଦିଜ ବର କାତରେ ଦାନ ଦେଲେ କାତରେ ଦାନ ଦେଲେ ଗୟା ଦିଜ ବର ଗୟା ଦିଜ ବର ଆହା ରାଜ ସିଂହାସନ ରାଜ ରାଜ ସିଂହାସନ ରାଜ ସତ୍ୟ ପାଇଁ ଦେଲେ ହୋ ସତ୍ୟ ପାଇଁ ଦେଲେ ରାଜ ସିଂହାସନ ରାଜ ସତ୍ୟ ପାଇଁ ଦେଲେ ହୋ ସତ୍ୟ ପାଇଁ ଦେଲେ ଆହା ଯୁଗ ଯୁଗ ପାଇଁ ରଖୁ ଯୁଗ ଯୁଗ ପାଇଁ ରଖୁ
ପାଇଁ ରଘୁ କୀର୍ତ୍ତି ରଖି ଗଲେ ହୋ ରଖି ଗଲେ। ଗୁରୁଦେବ ବଶିଷ୍ଠ କହୁଛନ୍ତି ପୁତ୍ର ରାମଚନ୍ଦ୍ର ରଘୁରାଜା ନିଜର ସତ୍ୟତା ପାଇଁ ତାଙ୍କ ନିଜର 360 ରାଣୀ ରାଜ ସିଂହାସନ ରାଜପଦ ସମସ୍ତ ଗୟା ଦିଜବରକୁ ଦାନ ଦେଇଥିଲେ। ତାଙ୍କ କୀର୍ତ୍ତି ଥିଲା କେମିତି ଜାଣିଛ? କହିଲେ ଅମରଙ୍କ ସଙ୍ଗେ ସମର କରିବା ଆରେ ସମରଥ ପାଣା ଯାର ଆରେ ସମରଥ ପଣା ସମରଥ ପଣ ତାର ଆରେ ନମରନ୍ତି ଶିଶୁ ତରୁଣ ସେ ଦେଶେ ଆରେ ଅମରନ୍ତି ଶିଶୁ ତରୁଣ ସେ ଦେଶେ ଜମରଥ ହିଁ ତର ଆରେ ତମର ତହିଁ ତରବାରୀ ଭଲା ତମର ତହିଁ ତର। କଣ କହୁଛନ୍ତି? ଏ ମାର ହଁ ମତେ ଖୁଡି ଏଇଠି ମନା କରୁଥିଲା କଣ ମନା କରୁଥିଲେ? ତମେ ଯୋଉ ଗାୟକ ହାତରେ ଯାଉଛ ଯା ହଁ ଆଉ ତମେ ସେ ଝିଅ ସାଙ୍ଗରେ ଆଉ ଯିବନି। କଣ ପାଇଁ? ଝିଅ ସାଙ୍ଗରେ 4 ମାସ ହେଲା ତମେ ଗଲଣି ଯେ ତମ ଗାଲ ସବୁ ଶୁଖିକି ଶୁକୁଟା ବରା ହେଇସାରିଛି। ଆଗରୁ ଭଲ ରସ ରସ ଭଳିଆ ଥିଲା। ରସଗୋଲା ଏମିତିଆ ତୁ ଘାଣ୍ଟିକି ଯଦି ଗାଇବୁ ମତେ କେତେ ଦିନ ବୁହାଇବୁ? ପଇସା ନେଲା ତ କାହିଁକି ମୁଁ କିଛି କହୁନି? ମାଇଲା ସବୁ ଉଠେଇ ଏଇ ପଇସା କଥା ଧରି ପଇସା ମତେ ଆଜି ପଇସା ଦବୁ। ନା ପଇସା ନେଲା ବେଳେ ଆଜି ଆଉ 200 ଟଙ୍କା ଆଉ 100 ଟଙ୍କା ଆଉ ମାନେ ଏମିତି କହିକି ନେଇ ଯାଉଛ ଗାଇଲା ବେଳେ କାହିଁ କୁନ୍ଥଉଛ? ଏମିତିଆ କଥା। ହଁ ଆଉ ଯାହା ଖର୍ଚ୍ଚ করে ଡାକିଟା ଆଣିକି ମାରିଲେ ମାରିବ ତାରିଲେ ତାରି କି ପଇସା ନେଲା ମାନେ କାମ କରିବ। ଏମିତି କଥା। ହଁ ହଉ ରେ ଭାଇ ଶୁଣୁଥିଲି। ତେଣୁ ହଁ ରଘୁଙ୍କର କୀର୍ତ୍ତି କିପରି ଥିଲା? କିପରି? ନା ଅମରଙ୍କ ସଙ୍ଗେ ସମର କରିବା। ୱାଃ ୱାଃ ଅମର ଆଜ୍ଞା କିଏ? ଯେ ମରୁ ନାହାନ୍ତି ମରନ୍ତିନି କିଏ? ଯେ ସଦାବେଳେ ଜୀବିତ ଅଛନ୍ତି। ନା ଦେବତା ମାନେ ମରନ୍ତି ନାହିଁ। ୱାଃ ୱାଃ ସମର ବୋଲି ତାକେ ଯୁଦ୍ଧ ଦେବତା ମାନଙ୍କ ସହ ଯୁଦ୍ଧ କରିବାର ସାମର୍ଥ୍ୟ ଯାହା ପାଖରେ ଥିଲା ସେ ହଉଛନ୍ତି ରଘୁରାଜା। ୱାଃ ୱାଃ ନ ମରନ୍ତି ଶିଶୁ ତରୁଣ ସେ ଦେଶ ଜମର ତହିନ୍ କି ଡର। ସେ ଦେଶରେ କୌଣସି ଶିଶୁ ମରୁନଥିଲେ କୌଣସି ଯୁବକ ମାନେ ମରୁନଥିଲେ। ତାହେଲେ କେଉଁମାନେ ମରୁଥିଲେ? ନା ଯାହାର ବୟସ ପ୍ରାପ୍ତ ହୋଇସାରି ସେଇମାନେ ମରୁଥିଲେ। ତେଣୁ ଆଉ କଣ କହୁଛନ୍ତି? ନା ତାଙ୍କର ସେମାନେ ପ୍ରଜା ମାନଙ୍କୁ ପୁତ୍ର ବତ୍ସଳ ଭାବରେ ଦେଖୁଥିଲେ। କେମିତି ଦେଖୁଥିଲେ? କହିଲେ ପ୍ରଜା ପାଳନ ରାଜା ଧର୍ମ ପ୍ରଜା ପାଳନ ରାଜା ଧର୍ମ କହିଲେ ପ୍ରଜା ପାଳନ ରାଜା ଧର୍ମ ପ୍ରଜା ପାଳନ ରାଜା ଧର୍ମ କହିଲେ ପ୍ରଜା ଯେ କରେ ଶୁଭ କର୍ମ ପ୍ରଜା ଯେ କରେ ଶୁଭ କର୍ମ କହିଲେ ପର ଜନ୍ମାର ଷଷ୍ଠାଂଶ ନୃପତି ଲଭନ୍ତି ଅବଶ୍ୟ ନୃପତି ଲଭନ୍ତି ଅବଶ୍ୟ ନୃପତି ଲଭନ୍ତି ଅବଶ୍ୟ। କଣ କହୁଛନ୍ତି? କଣ କହୁଛନ୍ତି? ନା ତାଙ୍କର ପ୍ରଜା ମାନଙ୍କୁ ପୁତ୍ର ବତ୍ସଳ ଭାବରେ ଦେଖୁଥିଲେ। କେମିତି ଦେଖୁଥିଲେ? କେମିତି? କହିଲେ ନୟନ ବନ୍ଧୁ ଲୋମ ପତା ନୟନ ବନ୍ଧୁ ଲୋମ ପତା କହିଲେ ନୟନ ବନ୍ଧୁ ଲୋମ ପତା ନୟନ ବନ୍ଧୁ ଲୋମ ପତା କହିଲେ ବାଳକ ବନ୍ଧୁ ପିତା ମାତା ବାଳକ ବନ୍ଧୁ ପିତା ମାତା କହିଲେ ଶ୍ରୀଙ୍କ ସ୍ୱାମୀ ସ୍ୱାମୀ ନିଜ ପ୍ରଜାଙ୍କ ବନ୍ଧୁ ମହାରାଜ ଆରେ ପ୍ରଜାଙ୍କ ବନ୍ଧୁ ମହାରାଜ ପ୍ରଜାଙ୍କ ବନ୍ଧୁ ମହାରାଜ। ଏଠି କହୁଛନ୍ତି ଯେମିତି ନୟନର ବନ୍ଧୁ ଆଜ୍ଞା ଲୋମପତା। କେମିତି? ନା ଯଦି ବାହାରୁ ଆମକୁ କିଛି ଆସୁଛି ଆମ ଆଖି ଉପରେ ଆକ୍ରମଣ କରିବା ପାଇଁ ସାଙ୍ଗେ ସାଙ୍ଗେ ଆମ ଆଖିଟାକୁ ମୁଜି ଦଉଛି। ତାହେଲେ ଆମ ଆଖିକୁ ରକ୍ଷା କରୁଛି କିଏ? ତେଣୁ ନୟନର ବନ୍ଧୁ ଅଛି ଲୋମପତା। ବାଳକର ବନ୍ଧୁ ଅଛନ୍ତି ପିତା ମାତା। କିପରି? ନା ଗୋଟେ ଛୋଟିଆ ପିଲାଟିଏ ଯଦି କିଛି ଜାଣିନଥାଏ ତାହେଲେ ତାକୁ ପ୍ରଥମରୁ କିଏ ପଢେଇଥାଏ? ନା ତା ପିତା ମାତା ପଢେଇଥାନ୍ତି। କହୁଛନ୍ତି ନୟନ ବନ୍ଧୁ ଲୋମପତା ବାଳକ ବନ୍ଧୁ ପିତା ମାତା ସ୍ତ୍ରୀଙ୍କ ବନ୍ଧୁ ସ୍ୱାମୀ ନିଜ। ଗୋଟେ ସ୍ତ୍ରୀର ସମସ୍ତ ଦାୟିତ୍ୱ କିଏ ତୁଲେଇଥାଏ? ସ୍ୱାମୀ ତୁଲେଇଥାଏ। ଗୋଟେ ସ୍ତ୍ରୀର ସମସ୍ତ ବନ୍ଧୁ ହଉଛନ୍ତି ଜଣେ ସ୍ୱାମୀ। ଆଉ ରାଜା ପ୍ରଜା ମାନଙ୍କର ବନ୍ଧୁ ହଉଛନ୍ତି ମହାରାଜା। କିନ୍ତୁ
ରଘୁରାଜ କୀର୍ତ୍ତିବାନ ଗୁଣବାନ ସର୍ବଗୁଣ ସମ୍ପନ୍ନ ଥିଲେ ମଧ୍ୟ ଏହି ପବିତ୍ର ସୂର୍ଯ୍ୟବଂଶ ରଖିବା ପାଇଁ କୌଣସି ପୁତ୍ର ସନ୍ତାନଟି ନଥିଲା। ତେଣୁ ପ୍ରଭୁ ରଘୁରାଜ ଗୋଟି ଗୋଟି କରି 359 ରାଣୀ ବିବାହ କଲେ, କିନ୍ତୁ ଏହି ପବିତ୍ର ସୂର୍ଯ୍ୟବଂଶକୁ ରକ୍ଷା ପାଇଁ କାହାରି କୋଳରେ ଗୋଟେ ପୁତ୍ର ସନ୍ତାନଟି ଜାତ ହେଲା ନାହିଁ। ତେଣୁ ପୁନର୍ବାର କଣ କଲେ ଆଜି କଲେ 359 ରାଣୀ କୋଳେ ଆରେ ନ ହେବାରୁ ପୌତ୍ର ପୁତ୍ରୀ ଆରେ ନ ହେବାରୁ ପୌତ୍ର ପୁତ୍ରୀ ଆରେ ଭଲା ନ ହେବାରୁ ପୌତ୍ର ପୁତ୍ରୀ কনক পুরজা কর ধরিলে নপতি কর ধরিলে নপতি আরে ভোলা কর ধরিলে রূপতি। কোন কହୁଛନ୍ତି কণ না রাজা রঘু গোটি গোটি করে 359 রাণী বিবাহ কলা পরে ମଧ୍ୟ যেତେବେଳେ কাহারি কোଳରେ এই পবিত্র সূর্যবংশ রক্ষা পাই কাহারি কোଳରେ পুত্র সন্তানটি জাত হেলানি তম পাখু ଥିଲେ କଣ ହେଇଥାନ୍ତା ମୋ ପୁଅ ଦେଇଥାନ୍ତା। ହଁ ଟଙ୍କା ଏଡି ପୁଅ ହଁ ଦିଟଙ୍କା ତାଠୁ ଟିକେ ବଡ ହଁ 10 ଟଙ୍କା ତାଠୁ ଟିକେ ବଡ ହଁ 100 ଟଙ୍କା ତ ଟିପିଲେ ଖାଲି କୁହୁ ହବ। ତାହେଲେ ଗୋଟିଏ କଥା କୁହ, ଯାହାର 100 ବର୍ଷ ହେଇଥାଏ ତାକୁ ତାହେଲେ କେତେ ଟଙ୍କାର ତମେ ନଉଛ? ଯାହାକୁ 100 ବର୍ଷ ମାନେ ବୟସ ପ୍ରାପ୍ତ ଅଲରେଡି ତାକୁ ସେ ମରିବା ବୟସ ତାକୁ କେତେ ଟଙ୍କା ନଉଛ? ଆରେ ତମେ କଣ୍ଢେଇ କଥା କହୁଛ କି? ତମେ କଣ୍ଢେଇ ନେଇକି ସେମାନେ କଣ କରିବେ ମ? କଣ୍ଢେଇଟା କଣ ଗୋଟେ ସୂର୍ଯ୍ୟବଂଶକୁ ରକ୍ଷା କରିପାରିବ? ନା। ତେଣୁ ରାଜା ରଘୁ ପୁନର୍ବାର କାଶୀ ଦେଶର ରାଜକନ୍ୟା ରାଣୀ ଶଶିରେଖାଙ୍କ କର ଧରିଲେ, ତାଙ୍କୁ ବିବାହ କଲେ। ବିବାହ କରିବାର 12 ବର୍ଷ ବିତିଗଲା। ଆଜି ରାଣୀ ଶଶିରେଖା କାନ୍ଦି କାନ୍ଦି ଯାଇ ସ୍ୱାମୀଙ୍କ ନିକଟରେ କହୁଛନ୍ତି, ହେ ସ୍ୱାମୀ, ଆପଣ ମତେ ମିଶାଇ 360 ରାଣୀକି ବିବାହ କରିଛନ୍ତି, କିନ୍ତୁ କାହାରି କୋଳରେ ମଧ୍ୟ ପୁତ୍ର ସନ୍ତାନଟେ ଜାତ ହେଲା ନାହିଁ ଏ ପବିତ୍ର ସୂର୍ଯ୍ୟବଂଶକୁ ରକ୍ଷା କରିବା ପାଇଁ। ତେଣୁ ପୁତ୍ର ନଥିଲେ କଣ ହୁଏ ନା ଭାଗବତରେ